ପ୍ରିୟ ଭକ୍ତ ସେମାନେ ଦୃଷ୍ଟି ଲାଭ କରିଥାନ୍ତି। ସାଧୁଗୁରୁ କୃପାରୁ ଏ ଦୃଷ୍ଟି ଲାଭ କରାଯାଏ। ତାହା ହେଉଛି ଦିବ୍ୟ ଦୃଷ୍ଟି, ଯୋଉ ଦୃଷ୍ଟିରେ ଭଗବାନଙ୍କୁ ଦେଖାଯାଏ। ଜଣେ ଭଗବାନଙ୍କୁ ଦେଖିପାରିବ, ଜଣେ ସାଧୁଙ୍କୁ ଚିହ୍ନି ପାରିବ ସେ ଦୃଷ୍ଟିରେ। ଜଡ଼ ଦୃଷ୍ଟିରେ, ପ୍ରାକୃତ ଦୃଷ୍ଟିରେ କେହି ସାଧୁ ଚିହ୍ନି ପାରିବେ ନା। ବାହ୍ୟ ଆକାର ପ୍ରକାର ବେଶଭୂଷାରୁ ମଧ୍ୟ ସାଧୁ ଚିହ୍ନା ଯାଏ ନା। ସେଥିପାଇଁ କୁହାଯାଏ ଆଖି ଦ୍ୱାରା ସାଧୁ ତୁମେ ଦେଖିପାରିବ ନା, ଚିହ୍ନି ପାରିବ ନା, ଜାଣିପାରିବ ନା। ଆଖିରେ ଦେଖିଲେ ଚିହ୍ନାଯାଏ ବା ଜଣାଯାଏ କାନ ଦ୍ୱାରା। এই কথা କୁହାଯାଏ। କହିବା ତାତ୍ପର୍ଯ୍ୟ ଯେ ପ୍ରକୃତରେ ସାଧୁ ଭକ୍ତ ଭଗବାନଙ୍କର ଅନ୍ତରଙ୍ଗ, ସେ ଯେତେବେଳେ ମୁଖ ଖୋଲିବେ ସେ କେବଳ ଭଗବାନ କୃଷ୍ଣଙ୍କର କଥା ହିଁ କହିବେ, ଭଗବାନ କଥା ହିଁ କହିବେ, ଅନ୍ୟ କଥା କହିବେ ନା। ଅନ୍ୟ ସମୟରେ ସେ ଥାନ୍ତି ମୌନୀ। ସେଥିପାଇଁ କିଛି ସମ୍ଭାଷଣ କରନ୍ତି ନା, କିଛି କହନ୍ତି ନା। ସେ କଥା ଏଠାରେ ମଧ୍ୟ କୁହାଯାଇଛି। ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ଶ୍ରୀ ପ୍ରଭୁପାଦଜୀ ମହାରାଜ ସେ ତାଙ୍କର ଭାଷ୍ୟରେ ସେ କଥା କହିଛନ୍ତି। A simple person doesn't wish to speak to anyone or everyone. He therefore is grave and silent. ସେ ସମସ୍ତଙ୍କ କଥା କୁହନ୍ତି ନା, ସେ ବଡ଼ ଗମ୍ଭୀର ମୌନୀ ଥାନ୍ତି। ସାଧୁ ଲକ୍ଷଣରେ ମଧ୍ୟ ଅଛି ଆମର ସାଧୁଙ୍କର ଯେଉଁ ଲକ୍ଷଣ, ମୁଖ୍ୟ ଲକ୍ଷଣ ହେଉଛି କୃଷ୍ଣିକ ଶରଣତ୍ୱ, ଆଉ 27ଟି ତଟସ୍ଥ ଲକ୍ଷଣ ଅଛି ବା ଗୌଣ ଲକ୍ଷଣ। ତନ୍ମଧ୍ୟରେ ମୌନୀ ଏକ ଲକ୍ଷଣ ଅଛି, ସେ ମୌନ ରହୁଛି। ମୌନ ଶବ୍ଦର ତାତ୍ପର୍ଯ୍ୟ ଯେ କିଛି କଥା କହିବେ ନା ତା ନୁହେଁ, ପାଟି ବନ୍ଦ ଏକଦମ ତା ନୁହେଁ, କେବଳ ହରି କଥା ହିଁ କହିବେ, ଭଗବାନ କଥା ହିଁ କହିବେ, ଅନ୍ୟ କଥା କିଛି କହିବେ ନା। ସେଠି ହେଉଛି ମୌନୀ ଶବ୍ଦର ତାତ୍ପର୍ଯ୍ୟ। କଥିତ ଅନେକ ମୌନୀ ବାବା ଦେଖାଯାନ୍ତି, ଯେଉଁମାନେ ମୌନ ଅବଲମ୍ବନ କରନ୍ତି। 12 ବର୍ଷ ମୌନ ଅବଲମ୍ବନ କରିବ, କାର୍ଯ୍ୟକ୍ରମୀ କିଛି ପଦେଇ କଥା କହିବ ନା। ସେମାନେ ହେଉଛନ୍ତି ସିଦ୍ଧିକାମୀ। এই ପ୍ରକାର ମୌନ ଅବଲମ୍ବନ କରି ସେମାନେ କିଛି ଯୋଗ ସିଦ୍ଧି ଲାଭ କରନ୍ତି, ବାକ୍ ସିଦ୍ଧି ଲାଭ କରନ୍ତି। ଯାହାଫଳରେ ଯଦି ସିଦ୍ଧି ଲାଭ କଲେ ବାକ୍ ସିଦ୍ଧି, ଯାହାକୁ ଯାହା କହିଦେବେ ତାই ଫଳିଯିବ। କାହାକୁ ଅଭିଶାପ ଦେଇଦେବେ ତ ଫଳିଯିବ, କାହାକୁ ବର ଦେଇଦେବେ ତ କିଛି ମିଳିଯିବ। ବାକ୍ ସିଦ୍ଧି, ଏ ସିଦ୍ଧି ଲାଭ ଉଦ୍ଦେଶ୍ୟରେ କିଏ ପ୍ରକାର ମୌନ ଅବଲମ୍ବନ କରନ୍ତି। ସେମାନେ ଆଦୌ କଥା କହନ୍ତି, ପଦେ ବି କଥା ହିଁ କହନ୍ତି। ସେମାନଙ୍କୁ ମୌନୀ ବାବା। ସେମାନଙ୍କର କିଛି କହିବା ଦରକାର ହେଲେ କାହାକୁ ଠାରିକିରି କହନ୍ତି କିମ୍ବା ସିଲଟ ଖଡ଼ି ଲେଖିଥାନ୍ତି, ଲେଖି ଦିଅନ୍ତି। ମୌନୀ ବାବା। ଆଉ ବି ଦେଖାଯାଏ କେହି ସେମାନଙ୍କୁ ଅନୁକରଣ କରି ବା ତଦ୍ରୁପ କେବେ ବାବାଙ୍କୁ କଥା ଶୁଣି ସପ୍ତାହରେ ଥରେ ଆମେ ମୌନ କରିବା କି 15 ଦିନ ଥରେ ମୌନ କରିବା, ମୌନ ବ୍ରତ ଅବଲମ୍ବନ, କିଛି କଥା କାହିଁ, ପାଟି ଏକଦମ ବନ୍ଦ। ଦୈବ ଯୋଗେ ତାଙ୍କ ସାଙ୍ଗେ ସମ୍ଭାଷଣ ହୁଏ, କିଛି ଆମେ କଥାବାର୍ତ୍ତା କରୁ, ସେ କହନ୍ତି ଆଜି କଥା କହିବା ନା, ଭଗବାନଙ୍କର କଥା କୀର୍ତ୍ତନ କର। ତାହା ହେଉଛି ଜୁହାର ସାର୍ଥକତା। ଜୁହା ପାଇ ଯେ ତା ନ କଲା ତାହେଲେ ତା ଫେକ ଜୁହା ସଦୃଶ। ଜୁହା ସତୀ ଦାର୍ଦୁରୀ କେବ ନ ଚୋପ ଗାୟତି ଉରୁଗାୟ ଗାଥା, এই কথা କୁହାଯାଇଛି। ଜୁହା ପାଇକିରି ଉରୁଗାୟ ଗାଥା ଭଗବାନଙ୍କର କଥା କହୁନି, ତାହେଲେ ସେ ଜୁହା ହେଉଛି ଭେକ ଜୁହା ସଦୃଶ, ଯେ ନିଷ୍ଫଳ ବା ଅତି ଭୟଙ୍କର। ଭେକ ବେଙ୍ଗ, ବେଙ୍ଗ କଣ କରେ ନା କଡ଼କଡ଼ 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 କରେ। ତ ଦ୍ୱାରା କଣ କରେ ନା ତାର ଖାଦକ ଯେ ସର୍ପ ତାକୁ ଆହ୍ୱାନ କରେ, ମୁଁ ଏଇଠି ଅଛି, ଖାଇବୁ ଖାଇବୁ, କଡ଼କଡ଼ କଡ଼କଡ଼ ଜୁହାସତି ଦାର୍ଦୁରୀକେ ବସୁତ ନ ଚୋପ ଗାୟତି ଉରୁଗାୟ ଗାଥା। ଜୁହା ପାଇକି ତୁମେ ଉରୁଗାୟ ଗାଥା ଭଗବାନଙ୍କର କଥା କହିବ ନା, ତାହେଲେ ଭେକ ଜୁହା ସଦୃଶ ମୃତ୍ୟୁକୁ ହିଁ ଆହ୍ୱାନ କରିବ। ତା ତାତ୍ପର୍ଯ୍ୟ ହେଉଛି
ତେଣୁ ଯାହାର ପ୍ରକୃତ ସାର୍ଥକତା ସେଇଠି, ପ୍ରକୃତ ଉପଯୋଗ ସେଇଠି হয় ଯୋଉଠି ଗାଁ ଗାଥା ଗାନ କରାଯାଏ। ଭଗବାନଙ୍କର କଥା କହ, ଅନ୍ୟ କଥା ବନ୍ଦ, ମୁଖ ବନ୍ଦ, କଥା କହିବା ନା। ତାই ମୌନୀ, ଏ ହେଉଛି ମୌନୀ, ମୌନତାର ତାତ୍ପର୍ଯ୍ୟ।